ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ସହଯୋଗ ବୃଦ୍ଧି ଲାଗି ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଭୋଟର ତାଲିକାରେ ଅନିୟମିତତା ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ନିର୍ବାଚନ କମିଶନଙ୍କ ଖଣ୍ଡନ। ସାମଗ୍ରୀ ପରିବହନ ଲାଗି ଖୋଲିଲା କାଶ୍ମୀର ଉପତ୍ୟକାରେ ଥିବା ଅନନ୍ତନାଗ ରେଳ ଷ୍ଟେସନ। ବିହାରର ସୀତାମାଢ଼ି ଜିଲ୍ଲାରେ ଦେବୀ ସୀତାଙ୍କୁ ସମର୍ପିତ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟର ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ବ୍ୟାଙ୍କକ୍ରେ ଚାଲିଥିବା ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 12କୁ ବୃଦ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲୁ ଦା ସିଲ୍ଭାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଟେଲିଫୋନ୍ରେ ବାର୍ତ୍ତାଳାପ କରିଛନ୍ତି। ବ୍ରାଜିଲ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଶକ୍ତି, ପ୍ରତିରକ୍ଷା, କୃଷି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଆଲୋଚନା କରିଛନ୍ତି। ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିବା ଜଣାପଡ଼ିଛି। ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଗତ ମାସରେ ତାଙ୍କର ବ୍ରାଜିଲ ଗସ୍ତକୁ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଉଭୟ ନେତା ଭାରତ ବ୍ରାଜିଲ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆଗ୍ରହୀ ପ୍ରାର୍ଥୀ ଆସନ୍ତା 21 ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। 22 ତାରିଖରେ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ସହ 25 ତାରିଖ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 9 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବା ସହ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଏହା 17ତମ ଉପରାଷ୍ଟ୍ରପତି ନିର୍ବାଚନ ହେବ। ଗତ ମାସ 22 ତାରିଖରେ ଜଗଦୀପ ଧଙ୍କଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟର ତାଲିକାରେ ହେରଫେର ହୋଇଥିବା ନେଇ କରିଥିବା ଅଭିଯୋଗକୁ ନିର୍ବାଚନ କମିଶନ ଖଣ୍ଡନ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ଫ୍ୟାକ୍ଟ ଚେକ୍ରେ ନିର୍ବାଚନ କମିଶନ କହିଛନ୍ତି, ଏହି ଅଭିଯୋଗ ଭ୍ରମାତ୍ମକ। କମିଶନ କହିଛନ୍ତି, ଯଦି ଶ୍ରୀ ଗାନ୍ଧୀ ବିଶ୍ୱାସ କରୁଛନ୍ତି ଯେ ସେ ଯାହା କହୁଛନ୍ତି ତାହା ସତ୍ୟ, ତେବେ ସେ ନିର୍ବାଚନ ନିୟମ ଅନୁଯାୟୀ ଘୋଷଣାପତ୍ରରେ ସ୍ୱାକ୍ଷର କରିବା ଉଚିତ। କମିଶନ ଏହା ମଧ୍ୟ କହିଛନ୍ତି, ଯଦି ବିରୋଧୀ ଦଳ ନେତା ତାଙ୍କ କଥାରେ ବିଶ୍ୱାସ କରୁନାହାନ୍ତି, ତେବେ ସେ ଦେଶର ନାଗରିକଙ୍କୁ ତ୍ରୁଟିପୂର୍ଣ୍ଣ ତଥ୍ୟ ଦେବା ବନ୍ଦ କରିବା ଉଚିତ। ନିର୍ବାଚନ ପରିଚାଳନାରେ ନିର୍ବାଚନ ଆୟୋଗଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବିଜେପି ସମାଲୋଚନା କରିଛି। ଗଣମାଧ୍ୟମକୁ ସମ୍ବୋଧିତ କରି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଶ୍ରୀ ଗାନ୍ଧୀ ବାରମ୍ବାର ସାମ୍ବିଧାନିକ ସଂସ୍ଥାଗୁଡ଼ିକ ବିରୋଧରେ ଅଭିଯୋଗ କରୁଛନ୍ତି। ସେ କହିଛନ୍ତି, ଯେଉଁ ରାଜ୍ୟଗୁଡ଼ିକରେ କଂଗ୍ରେସ ନିର୍ବାଚନ ଜିତିଛି ସେଠାରେ କଂଗ୍ରେସ ନେତା କିମ୍ବା ଶ୍ରୀ ଗାନ୍ଧୀ ନିର୍ବାଚନ ଆୟୋଗଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ କରୁନାହାନ୍ତି। ଗତ ଲୋକସଭା ନିର୍ବାଚନରେ କଂଗ୍ରେସ 69ଟି ଆସନ ହାସଲ କଲା ପରେ ବିଜୟ ପାଳନ କରିଥିଲା। ଶ୍ରୀ ପାତ୍ର କହିଛନ୍ତି, ଯଦି ନିର୍ବାଚନ କମିଶନଙ୍କ କାର୍ଯ୍ୟକଳାପ ନେଇ ସେ ଅଭିଯୋଗ କରୁଛନ୍ତି, ତେବେ କଂଗ୍ରେସ ସେହି ବିଜୟକୁ କିଭଳି ଗ୍ରହଣ କରିଥିଲା। ଉତ୍ତର ରେଳବାଇ କାଶ୍ମୀର ଉପତ୍ୟକାରେ ଥିବା ଅନନ୍ତନାଗ ରେଳ ଷ୍ଟେସନକୁ ସାମଗ୍ରୀ ପରିବହନ ଲାଗି ଖୋଲିଛି। ରେଳବାଇ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, କାଶ୍ମୀର ଉପତ୍ୟକାରେ ଆର୍ଥିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଅନନ୍ତନାଗ ରେଳ ଷ୍ଟେସନକୁ ଖୋଲାଯାଇଛି। କାଶ୍ମୀରର ବ୍ୟବସାୟ ପାଇଁ ଏବଂ ସାମଗ୍ରୀ ପରିବହନ ସହ ନୂତନ ଓ ଦକ୍ଷ ପରିବହନ ବିକଳ୍ପ ପ୍ରଦାନ କରିବା କ୍ଷେତ୍ରରେ ଏହି ରେଳ ଷ୍ଟେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ପ୍ରତିଦିନ ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ଷ୍ଟେସନ କାର୍ଯ୍ୟ କରିବ। ପେଟ୍ରୋଲିୟମ ଉତ୍ପାଦ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର ସାମଗ୍ରୀ ଅନନ୍ତନାଗ ରେଳ ଷ୍ଟେସନ ଦେଇ ପରିବହନ କରାଯିବ। ଏହାଦ୍ୱାରା କାଶ୍ମୀରର ଉଦ୍ୟାନ କୃଷି ଏବଂ ହସ୍ତଶିଳ୍ପ ଉତ୍ପାଦର ବ୍ୟବସାୟକୁ ଅଧିକ ସୁଯୋଗ ମିଳିପାରିବ। ସ୍ଥାନୀୟ ବ୍ୟବସାୟୀମାନେ କମ୍ ପରିବହନ ଖର୍ଚ୍ଚ ଏବଂ ଦ୍ରୁତ ବିତରଣ ବ୍ୟବସ୍ଥାର ଲାଭ ପାଇପାରିବେ। ରେଳବାଇର ଏହି ନିଷ୍ପତ୍ତିକୁ ସ୍ଥାନୀୟ ଶିଳ୍ପ ସଂଗଠନ ଏବଂ ବାସିନ୍ଦାମାନେ ସ୍ୱାଗତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିହାରର ସୀତାମାଢ଼ି ଜିଲ୍ଲାର ପୁନୌରା ଧାମରେ ଦେବୀ ସୀତାଙ୍କୁ ସମର୍ପିତ ଏକ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟର ଉଦ୍ଘାଟନ କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ସାଧାରଣ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ବନାରସ ଏବଂ ମିଥିଳାର ପୁରୋହିତଙ୍କ ତତ୍ତ୍ୱାବଧାନରେ ଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ମନ୍ଦିର ଏବଂ ଏହାର ଆଖପାଖ ପରିସରର ବିକାଶ ଲାଗି 883 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମସ୍କୋର କ୍ରେମ୍ଲିନ୍ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ସାକ୍ଷାତ କରିଛନ୍ତି। ଗତକାଲି ଶ୍ରୀ ଡୋଭାଲ ରୁଷ ସୁରକ୍ଷା ପରିଷଦ ସଚିବ ସର୍ଗେଇ ଶୋଇଗୁଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ଡୋଭାଲ କହିଛନ୍ତି, ଭାରତ ଓ ରୁଷ ମଧ୍ୟରେ ଦୀର୍ଘଦିନରୁ ସମ୍ପର୍କ ରହିଆସିଛି ଏବଂ ଭାରତ ଏହି ସମ୍ପର୍କକୁ ମୂଲ୍ୟବାନ ବୋଲି ମନେ କରେ। ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଖୁବ୍ ଶୀଘ୍ର ଭାରତ ଗସ୍ତ କରିବେ ଏବଂ ଏଥିଲାଗି ସମୟ ଚୂଡ଼ାନ୍ତ ହୋଇସାରିଛି। ତେବେ ଗସ୍ତର ସମୟସୂଚୀ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ସୀମା ସୁରକ୍ଷା କମିଟି ବୈଠକରେ କାମ୍ବୋଡିଆ ଏବଂ ଥାଇଲାଣ୍ଡ ଯୁଦ୍ଧବିରତି ନିଷ୍ପତ୍ତି ଉପରେ ସହମତି ପ୍ରକାଶ କରିବା ସହ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଏହି ବୈଠକରେ କାମ୍ବୋଡିଆ ଏବଂ ଥାଇଲାଣ୍ଡର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆମେରିକା, ଚୀନ ଏବଂ ମାଲେସିଆର ପ୍ରତିନିଧିମାନେ ତୃତୀୟ ପକ୍ଷ ପର୍ଯ୍ୟବେକ୍ଷକ ଭାବେ ବୈଠକରେ ଅଂଶଗ୍ରହଣ କରିଥିଲେ। ଆଲୋଚନା ପରେ ଉଭୟ ପକ୍ଷ ସମସ୍ତ ପ୍ରକାରର ଅସ୍ତ୍ରଶସ୍ତ୍ର ସହିତ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ। ଚୁକ୍ତିନାମା ଅନୁଯାୟୀ ଉଭୟ ଦେଶ ସୀମାରେ ସେନା ବୃଦ୍ଧି କରିବେ ନାହିଁ। ଜୁଲାଇ 28 ମଧ୍ୟରାତ୍ରିରେ ଯୁଦ୍ଧବିରତି ସମୟରେ ଯେଭଳି ପରିସ୍ଥିତି ଥିଲା ସେହିଭଳି ପରିସ୍ଥିତି ବଜାୟ ରଖିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଅନ୍ୟପକ୍ଷରେ ଆନ୍ତର୍ଜାତିକ ନିୟମ ଅନୁଯାୟୀ ଯୁଦ୍ଧବନ୍ଦୀଙ୍କ ସହ ଉଭୟ ଦେଶ ଉତ୍ତମ ବ୍ୟବହାର କରିବେ। ଆଲୋଚନା ପରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠା ଲାଗି ସହଯୋଗ ବଜାୟ ରଖିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, କାମ୍ବୋଡିଆ ଏବଂ ଥାଇଲାଣ୍ଡ ସେନା ମଧ୍ୟରେ ଜୁଲାଇ 24 ତାରିଖରେ ସୀମାରେ ସଂଘର୍ଷ ଆରମ୍ଭ ହୋଇଥିଲା ଏବଂ ଜୁଲାଇ 28 ତାରିଖ ଅପରାହ୍ନରେ ଉଭୟ ଦେଶ ଅସ୍ତ୍ରବିରତି ଲାଗି ରାଜି ହୋଇଥିଲେ। ବିଶ୍ୱ ଏବେ ସ୍ଥାୟୀ ବୟନଶିଳ୍ପ ଉତ୍ପାଦ ଉପରେ ନିର୍ଭର କରୁଥିବା ବେଳେ ଭାରତୀୟ ହସ୍ତତନ୍ତ ଶିଳ୍ପ ଏହି ଆବଶ୍ୟକତାକୁ ପୂରଣ କରିବାରେ ପ୍ରୟାସ ଜାରି ରଖିଛି ବୋଲି ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ଗତକାଲି ବୟନଶିଳ୍ପ ମନ୍ତ୍ରୀ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସନ୍ଥ କବୀର ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର 2025 ପ୍ରଦାନ କରିଛନ୍ତି। अब रेमी फाइबर भी भारत में उपजाना शुरू किया है और लीलन भी अब भारत में उपजाना शुरू कर दिया है। कॉटन तो होता ही है। हम चाहते हैं कि हैंडलूम में अब टेक्नोलॉजी साथ करे। ଏହି ସମାରୋହରେ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ବ୍ୟାଙ୍କକ୍ରେ 5 ଜଣ ପୁରୁଷ ମୁଷ୍ଟିଯୋଦ୍ଧା ନିଜ ନିଜ ଓଜନ ବର୍ଗରେ ବିଜୟ ଲାଭ କରିବା ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି। 19 ବର୍ଷରୁ କମ୍ ଏସୀୟ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 12କୁ ବୃଦ୍ଧି ପାଇଛି। 55 କିଲୋଗ୍ରାମ ବର୍ଗରେ ଶିବମ୍, 65 କେଜି ବର୍ଗରେ ମୌସୁମ ସୁହାଗ, 75 କେଜି ବର୍ଗରେ ରାହୁଲ କୁଣ୍ଡୁ, 85 କେଜି ବର୍ଗରେ ଗୌରବ ଏବଂ 90 କେଜି ବର୍ଗରେ ହେମନ୍ତ ସାଙ୍ଗୱାନ ଉନ୍ନତମାନର ପ୍ରଦର୍ଶନ କରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ଏବଂ ସେମାନେ କାଂସ୍ୟ ପଦକ ଜିତିବା ନିଶ୍ଚିତ ହୋଇଛି। 22 ବର୍ଷରୁ କମ୍ ଏସୀୟ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତା ଏକକାଳୀନ ଅନୁଷ୍ଠିତ ହେଉଥିବା ବେଳେ ଭାରତ 13ଟି ପଦକ ନିଶ୍ଚିତ କରିଛି। ଚେସ୍ରେ ବିଶ୍ୱର 5 ନମ୍ବର ଅର୍ଜୁନ ଏରିଗାସି ଏବଂ ଜର୍ମାନ ଗ୍ରାଣ୍ଡମାଷ୍ଟର ଭିନସେଣ୍ଟ କିମର କ୍ୱାଣ୍ଟବକ୍ସ ଚେନ୍ନାଇ ଗ୍ରାଣ୍ଡମାଷ୍ଟର 2025ରେ ଅବତୀର୍ଣ୍ଣ ହୋଇଛନ୍ତି। ଗତକାଲି ଅନୁଷ୍ଠିତ ପ୍ରତିଯୋଗିତାରେ ଗ୍ରାଣ୍ଡମାଷ୍ଟର ପ୍ରଣବ ଭି ଏବଂ କାର୍ତ୍ତିକେୟନ ମୁରଲୀଙ୍କ ମଧ୍ୟରେ ମ୍ୟାଚ୍ ଡ୍ର ରହିଛି। ଫୁଟବଲରେ ମହମ୍ମଦାନ ଏସି BSF-FTକୁ 3-0 ଗୋଲରେ ପରାସ୍ତ କରିଛି। ନେରେକୋ FC ଏବଂ ଭାରତୀୟ ନୌସେନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଡ୍ର ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ସହଯୋଗ ବୃଦ୍ଧି ଲାଗି ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ସାମଗ୍ରୀ ପରିବହନ ଲାଗି ଖୋଲିଲା କାଶ୍ମୀର ଉପତ୍ୟକାରେ ଥିବା ଅନନ୍ତନାଗ ରେଳ ଷ୍ଟେସନ। ବିହାରର ସୀତାମାଢ଼ି ଜିଲ୍ଲାରେ ଦେବୀ ସୀତାଙ୍କୁ ସମର୍ପିତ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟର ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବ୍ୟାଙ୍କକ୍ରେ ଚାଲିଥିବା ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 12କୁ ବୃଦ୍ଧି। ସମ୍ବାଦ ଶେଷ ହେଲା।